ସେଇ ମାର ଆଜ୍ଞା ଓଲା ଗାଡ଼ି ଓଲା तो जाई दूसरे दिखे ମୋ ନାଁ ମଙ୍ଗୁଳି ଜେନା। ଦେଖନ୍ତୁ କ'ଣ ଘଟଣା ରହିଥିଲା ଯେଉଁ କ'ଣ ଆପଣଙ୍କର ଏଠି କ'ଣ ପାଇଁ ବୋମା ମାଡ଼ ହେଇଥିଲା କ'ଣ ଘଟଣା? ଦେଖନ୍ତୁ ପହରଦିନ ରାତିରେ ଆମକୁ ଯୋଡ଼େ ପିଲା ଆମେ କ୍ୟାମ୍ପରେ ବସିଛୁ, ଯୋଡ଼େ ପିଲା ଆସିକି କହିଲେ ଫୋନ୍ କରିଛନ୍ତି ଭାଇ ଧର। କିଏ ଫୋନ୍ କରିଛନ୍ତି ନା ମଙ୍ଗଳପୁର ସରପଞ୍ଚ କରିଛନ୍ତି ଫୋନ୍। ସେ କଥା ହେଲେ କହିଲେ ଆଉ ଆମ ପିଲା ଯାଇଛନ୍ତି ତାଙ୍କ କଥା କିଛି ବୁଝ। ମୁଁ ଶୁଣି କହିଲେ ମୁଁ ତ ଜାଣିନି, ହଉ ଠିକ୍ ଅଛି ମୁଁ କଥାବାର୍ତ୍ତା ହେଇକି ଆମ ଇନଚାର୍ଜ ଜଣଙ୍କୁ କହିବି ଆଉ। ତାପରେ ଏମିତି ହେଲା ପରେ ସେ ଆସିଲେ ସେଦିନ କହିଲେ କେଉଁ ଦିନ ଆସିବେ? ମୁଁ କହିଲେ ହଁ କାଲି ଆସିବେ ଆମେ କହିଦେବୁ। ଏ କଥା କହିଲା ପରେ ତାପରେ କହିଲେ ଯେ ଆମେ ତମ କୁହ ପଇସା ଦେବା ପାଇଁ, ନଚେତ ଆମେ ଇଏ କରିବୁ। ଆମକୁ ଧମକ ଚମକ ଦେଇକି ଗଲେ। ମୁଁ କହିଲି ଠିକ୍ ଅଛି। ଏ କଥା କହିଲା ଭିତରେ ଶୁଣୁ କାଲି ଗଲା ରାତିରେ ଆସିକି ଆମର କ୍ୟାମ୍ପକୁ 5-6ଟା ବୋମା ପକାଇ ଆମର ମେସିନ୍ 2ଟା ଭାଙ୍ଗିଛନ୍ତି। ଏମିତି ଧମକ ଦେଇକି ଯାଇଥିଲେ ଆଉ। ଗତକାଲି କେତେ ସମୟ ହେବ? ଗତକାଲି 8ଟା ରାତି ହେବ ଆଉ। କ୍ୟାମ୍ପରେ ଆମର ଲେବର ରହୁଥିଲେ ପ୍ରାୟ 30ରୁ 40 ଜଣ। କେତେ ଦୂରରେ ବୋମା ମାଡ଼ ହୋଇଥିଲା କ୍ୟାମ୍ପକୁ? ଆମର ତ କ୍ୟାମ୍ପ ପାଖାପାଖି ହିଁ ମାଡ଼ କରିଥିଲେ। କ୍ୟାମ୍ପ ଇଏରେ ଆମର ବାହାରେ ସବୁ ମ୍ୟାଟେରିଆଲ ଯେଉଁ ଥିଲା ଡ୍ରମ୍ ଫ୍ରମ୍ ସବୁ, ସେ ଡ୍ରମ୍ ଭିତରେ ହିଁ ଗୋଟେ ପକାଇ ଦେଇଛନ୍ତି। ତେବେ ଡ୍ରମ୍ରେ ପାଣି ଲୋଡ଼ ଥିଲା ବେଲେ ଲୋକ ହେଇଗଲା। ଆଉ ତାପରେ 9ଟା ରାତିରେ ଗୋଟେ କରିଛନ୍ତି, 11ଟା ରାତିରେ ତାପରେ ମେସିନ୍ ଆସିକି ବାଡ଼େଇ ଭାଙ୍ଗିଛନ୍ତି। ତାପରେ ଆଉ 2-3ଟା ପକାଇଛନ୍ତି ସେଇ ଆମର କ୍ୟାମ୍ପ ପଛପଟେ ଆଉ। ବୋମା ମାଡ଼ କାରଣ ଦାଦାବଟି ନା? ଆଜ୍ଞା ସାର୍, ଦାଦାବଟି ଯୋଗୁରୁ ହିଁ। ବର୍ତ୍ତମାନ ଯେଉଁ କାମ ଚାଲିଛି, ବର୍ତ୍ତମାନ ଆପଣ କେତେ ଲୋକ ଏଠି କାମ କରୁଛନ୍ତି? ଆଜି ଗୋଟେ ପ୍ରକାର କାମ ଠପ୍ ହେଇଯାଇଛି ସାର୍। ସେ ତ 50ରୁ 60 ଲୋକ କାମ କରୁଛନ୍ତି। ସେଥିପାଇଁ ତ ଲୋକ ଭୟଭୀତ କରୁଛନ୍ତି କାମ କରିବା ପାଇଁ। ଲୋକ ବି ପ୍ରାୟ ରାତିରେ ଶୋଇପାରିଲେନି, ଯେହେତୁ ତାଙ୍କ ପାଖାପାଖି ଗୁରା ଫୋପାଡ଼ିକି ଇଏ କଲେ କ୍ୟାମ୍ପ ପାଖାପାଖି। ଏମିତି ପୋଲିସ ଆସିକି କ'ଣ ଦେଖି ଯାଇଛି? ସାର୍ ଯାହା ସ୍ଥିତି ପରଖି ଯାଇଛନ୍ତି ଆଉ। ବର୍ତ୍ତମାନ କିଛି ଚାପ ପଡ଼ୁଛି କି କାମ ଏଫଆଇଆର ନ ଦେବା ପାଇଁ ଚାପ ପଡ଼ୁଛି? ନା ସାର୍ ସେମିତି ତ କିଛି ହେଇନି। କେବେଠାରୁ କାମ ଚାଲିଲାଣି ସାର୍? ଏବେ ତ ଏ ଷ୍ଟାର୍ଟିଂ ହେଲା ଆମର ଏଇ ଡିସେମ୍ବର ମାସରେ। ଆଗରୁ ଆର ସିଜିନ୍ କାମ ଚାଲିଲା, ଏବେ ଡିସେମ୍ବର ମାସ। କେନେ କାହାକୁ ଜଣେଇଛ କ'ଣ ହେଇଛି? ହଁ ଆମ ଇନଚାର୍ଜଙ୍କୁ ଜଣେଇଲୁ। ଏଠି ପୋଲିସ କେତେ ଜଣ ପୋଲିସ ଆସିଥିଲେ? ସାର୍ ଏଠିକି ତ ଆସିନାହାନ୍ତି ପାଖାପାଖି, ଆମର ସେ କ୍ୟାମ୍ପ ଫ୍ୟାମ୍ପ ଆସିଥିଲା। ଆମେ ତ ସାଇଡ୍ ପଳେଇ ଆସିଛୁ ସକାଳୁ। କେତେ ସୁରକ୍ଷିତ ମନାଉଛନ୍ତି? ସାର୍ ସୁରକ୍ଷିତ ବୋଲି ତ କିଛି ନାହିଁ, ମାନେ ଆମେ କାମ କରିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସିକି ଆମେ ହିଁ ଆମ ଜୀବନ ବିପଦରେ। କେତେ ଲୋକ ଯେଉଁ ଅଛନ୍ତି ଏତେ ତ ପ୍ରାୟ ବି ପଳେଇବେ ସାର୍। ଏଇଟା ତ ପଳେଇବେ ନା ଲୋକ, ଆଉ କାମ ତ କ'ଣ କରିବେ? କାମ ଯଦି ନ ହବ କ'ଣ ସବୁ ଇଏ କାମ ହେଇଥିଲା, କ'ଣ ସବୁ ଲୋକମାନେ ଉପକୃତ ହେଇଥାନ୍ତି? ସେ ଲୋକଙ୍କର ଫସଲ ପାଇଁ ତ ଇଏ କାମ କରାହେଉଛି ନା। ଲୋକଙ୍କ ଫସଲ ଉଜୁଡ଼ିଆ, ଲୋକ ଫସଲ କରିକି ଚଳୁଛନ୍ତି, ଲୋକଙ୍କ ଫସଲ ପାଇଁ ଏଇଟା କାମ କରାଯାଉଛି। ନା ଲୋକ ସ୍ଥାନୀୟ ଲୋକମାନେ ଆପଣ ଡିମାଣ୍ଡ କରୁଛନ୍ତି କିଛି ଟଙ୍କା ଦିଅ, ପଇସା ଦିଅ, ସେମିତି କିଛି କରୁଛନ୍ତି? ନା ସ୍ଥାନୀୟ ଲୋକ ତ କିଛି ନୁହେଁ, ଏମିତି କିଛି ଗୁଣ୍ଡା କରିଦି ବାହାରିକି ଇଏ କରୁଛନ୍ତି ଆଉ। ପୋଲିସ କିଛି ପଦକ୍ଷେପ ନେଲାନି ନା ନାହିଁ? ସାର୍ କୁଆ ତ ଏଫଆଇଆର ଦିଆହେଇଛି, ଯାହା ପଦକ୍ଷେପ ନେବା ଆଉ। ଗାଡ଼ି କ'ଣ କ'ଣ ସବୁ ଭାଙ୍ଗିଛି? ଗାଡ଼ି ସାର୍ ସବୁ ସିସା ଫିସା ସବୁ ଭାଙ୍ଗି ଯାଇଛି ଆଉ। ଯଦି ପୋଲିସ ପଦକ୍ଷେପ ନ ନିଏ କାମ କରିବା କ'ଣ ଆଉ ସହଜ ହେବ? ସାର୍ କ୍ରିଟିକାଲ ବହୁତ ହେବ ଆଉ। କେତେଟା ବୋମା ପଡ଼ିଥିଲା? ପ୍ରାୟ କ୍ୟାମ୍ପ ପାଖରେ 5ରୁ 6 ବୋମା ପଡ଼ିଥିଲା। କ'ଣ ଚାହୁଁଛନ୍ତି ଆପଣମାନେ? ସାର୍ ଆମକୁ ତ ସୁରକ୍ଷିତ ଚାହିଁଲେ ହିଁ କାମ କରିପାରିବୁ ନା। ଅସୁରକ୍ଷିତରେ ତ କାମ କରିବା, ଆମ ଜୀବନ ପ୍ରତି ତ ଆମେ ଲୋକଙ୍କ ଜୀବନ ଯଦି ବଞ୍ଚାଇବା ପାଇଁ ଆମ ଜୀବନକୁ ପାଣିରେ ପକାଇ ପାରିବୁ।